ମୁଁ ତ ଭାବୁନି ଇଏ ସକା କରୁଛନ୍ତି ଲୋକ ପ୍ରତିନିଧିକୁ ଅଣଦେଖା କରିବା ସେ କେମିତି ଲୋକଙ୍କ ସହ ତେଣୁ ଲୋକଙ୍କ ଦ୍ୱାରା ଲୋକଙ୍କ ପାଇଁ ଯେଉଁ ପ୍ରତିନିଧି ଅଛନ୍ତି ସେମାନଙ୍କୁ କନଫିଡେନ୍ସ ନେବା କଥା ସେମାନଙ୍କୁ ଯେକୌଣସି ଦଳର ହୁଅନ୍ତୁ ଯେଉଁ ଜାଗାରେ ଯାଉଛନ୍ତି ସେ ଜାଗାରେ ସରପଞ୍ଚ ନେଇକି ସମସ୍ତ ଲୋକ ପ୍ରତିନିଧି ସେମାନଙ୍କୁ ସାମିଲ କରିବା କଥା ଆପଣ କେଉଁଠି ଜାଗାରେ ମଧ୍ୟ ଏମାନେ ଯେଉଁ ଡବଲ ଇଞ୍ଜିନ୍ର ସରକାର ବୋଲ୍ଡୋଜର ଲଗାଉଛନ୍ତି କେନ୍ଦ୍ରରେ ବୋଲ୍ଡୋଜର ଲଗାଉଛନ୍ତି ରାଜ୍ୟରେ ମଧ୍ୟ ଅନୁରୂପ ସେଇ ବୋଲ୍ଡୋଜର ଲଗେଇକିରି ଲୋକପ୍ରତିନିଧିମାନଙ୍କୁ ଅଣଦେଖା ଆଉ ଯେଉଁମାନେ ମୁଖ୍ୟମନ୍ତ୍ରୀ ମନ୍ତ୍ରୀ ହୋଇଛନ୍ତି ସେମାନେ ଜନପ୍ରତିନିଧି ଆସୁଛନ୍ତି ଜନଙ୍କ ଦ୍ୱାରା କିଛି ନିର୍ବାଚନ ମଣ୍ଡଳୀରେ ଜିତିକି ଆସୁଛନ୍ତି ତେଣୁ ଯେଉଁ ଜାଗାମାନେ ଯାଉଛନ୍ତି ଜନପ୍ରତିନିଧିକୁ ଅବହେଳା କରିବାଟା ଏଇଟା ବର୍ତ୍ତମାନ ଗଣତନ୍ତ୍ର ପ୍ରତି ଉପହାସ ନାଇଁ ବର୍ତ୍ତମାନ ଯଦି ଆପଣ ଦେଖିବେ ଜନପ୍ରତିନିଧି ପ୍ରଶାସନିକ ସମସ୍ତଙ୍କର ସହଯୋଗରେ ସେ ଅଞ୍ଚଳ ବିକାଶ ହୁଏ ତେଣୁ ଜନପ୍ରତିନିଧି ଲୋକଙ୍କ ଦ୍ୱାରା ନିର୍ବାଚିତ ସେମାନଙ୍କର ଦାବି ମାନେ ସେମାନେ ଉପସ୍ଥିତ ରହିବା ତା ଏକାନ୍ତ କାମ୍ୟ ସେ ଅଞ୍ଚଳରେ ସେମାନଙ୍କର ଦୁଃଖ ସେ ଲୋକଙ୍କର ଦୁଃଖ ସୁଖ କ'ଣ ସେମାନଙ୍କୁ ଠିକ୍ ଭାବରେ ସେ ବୁଝିପାରିବେ ତାଙ୍କୁ ମାଇନସ୍ କରିଦେଇକିରି ବା ତାଙ୍କୁ ଅଣଦେଖା କରି ସରକାର କାର୍ଯ୍ୟକ୍ରମ କରିବାଟା ଏଇଟା ଠିକ୍ ହେଉନାହିଁ ଏଇଟା ଗଣତନ୍ତ୍ର ପ୍ରତି ବିପଦଜନକ।